କରେଣ୍ଟ ନଥାଏ ତ କରେଣ୍ଟ ନଥିଲେ କ'ଣ ହେବ, ରୋଷେଇ ତ ହେବ। ତ ଏମିତି ମୁଁ ଭାବୁଥାଏ ରୋଷେଇ କେମିତି କରିବି, କରେଣ୍ଟ ନାହିଁ ତ କ'ଣ କରିବି କ'ଣ ନାହିଁ ଭାବି ବସିଥାଏ। ତ ବାପା ଆମର କହିଲେ ଚାଲ ମୁଁ ମସଲା ବାଟି ଦେଉଛି ତମେ ତୁମର ରୋଷେଇ କରିବା। ମୁଁ କହିଲି ଠିକ୍ ଅଛି ଚାଲ। ମୁଁ ତାଙ୍କୁ ବାହାର କରିକି ସବୁ ଜିନିଷ ଦେଲି, ସିଏ ତାଙ୍କର ବାଟିବା ପାଇଁ ବସିଲେ କିନ୍ତୁ ତାଙ୍କୁ ବାଟି ଆସୁନଥାଏ। ତ ମୁଁ ତାଙ୍କୁ ଦେଖିଲି, ମୁଁ କହିଲି ଛାଡ଼ ଛାଡ଼ ମୁଁ ବାଟିବି, ତୁମକୁ ଆସୁନି। କହିଲି ନା ମୁଁ ବହୁତ ଦିନ ପରେ ବାଟୁଛି ନା, ତ ମୋତେ ମଜା ଆସିଯାଉଛି। ତ ମୁଁ କହିଲି ଆଗରୁ କ'ଣ ବାଟୁଥିଲା କି? ନା ଆଗରୁ ବାଟୁନଥିଲି, ଦେଖିଛି ତ ମୋତେ ସିଧା ବଟା ଖାଇବା ପାଇଁ ଭଲ ଲାଗେ, ସେଥିପାଇଁ ମୋତେ ବାଟିବା ପାଇଁ ଭଲ ଲାଗୁଛି। ମୁଁ କହିଲି ଛାଡ଼ ତମକୁ ତ ଆସୁନି ଆଉ ବାଟିବ କ'ଣ, ଛାଡ଼। ବହୁତ କହିଲା ପରେ ସେ ଉଠିକି ଗଲେ, ମୁଁ ତାପରେ ମୋ କାମ କଲି। ତ ସେଇ ତ କଲି ଆଉ, ତାଙ୍କୁ ଦେଇକି ମୋର ଲାଭ କ'ଣ, ତାଙ୍କୁ ତ ଆସିଲାନି ନା। ତ ମୁଁ ମୋର ସେଠି ବାଟି ବୁଟାକି ରୋଷେଇ କରିବା ପାଇଁ ବସିଗଲି। ତ କରେଣ୍ଟ ତ ପଳେଇଥାଏ, ସେ ମୋବାଇଲ୍ ଲାଇଟ୍ରେ ଯେତିକି ଯାହା ରୋଷେଇ କରୁଛି ଆଉ। ତ କରେଣ୍ଟ ହିଁ ନାହିଁ। ତ ଦେଖିପାରୁଥିବେ ଏଇଠି ମୋର ରୋଷେଇ ଚାଲିଛି, ଏଠି ମସଲା ବି କଷାକଷି ହେଇଗଲାଣି। ତ ଦେଖିପାରୁଥିବେ ବହୁତ ଭଲ ଭାବରେ ମସଲା ଫୁଟୁଛି। ତ ଦେଖନ୍ତୁ କରେଣ୍ଟ ଠିକ୍ ଟାଇମ୍ରେ ଧକ୍କା ଦେଇଦିଏ, କ'ଣ କରିବା, ଧକେବାଜ ସେ ମଣିଷ ପରିକା କରେଣ୍ଟ ବି ଧକେବାଜ। ଏଇଠି ମୋର ବୁଟ ତରକାରୀ ରେଡ଼ି ହେଇଗଲାଣି, ଦେଖିପାରୁଥିବେ ବହୁତ ଭଲ ଦେଖାଯାଉଛି। ଆଉ ଖାଇଲେ ବହୁତ ଭଲ ବି ଲାଗୁଥିଲା।